108 ଗରା ସୁବାସିତ ଜଳରେ ସ୍ନାନ ପରେ ମହାପ୍ରଭୁଙ୍କ ଆସିଛି ଜ୍ୱର। ଅତ୍ୟଧିକ ସ୍ନାନ ପରେ ଜ୍ୱରରେ କମ୍ପୁଛନ୍ତି ଜଗତର ନାଥ। ଶ୍ରୀଜୀଉଙ୍କର ଅନବସର ଘରେ ଚାଲିଛି ଗୁପ୍ତ ଉପଚାର। ଶ୍ରୀମନ୍ଦିର ତିନି ବାଡ଼ରେ ପୂଜା ପାଉଛନ୍ତି ପଟିଦିଅଁ। ଶ୍ରୀଜୀଉଙ୍କ ଅନବସର ସମୟରେ ମହାପ୍ରଭୁଙ୍କ ଦର୍ଶନ ନ ପାଇ ମହାପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁମାନେ। ବ୍ରହ୍ମଗିରିର ଅଲାରନାଥ ପୀଠରେ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ଭିଡ଼ ଜମାଇଛନ୍ତି। ଶ୍ରୀଜୀଉଙ୍କ ଅନବସର ସମୟରେ ଅଲାରନାଥଙ୍କୁ ଦର୍ଶନ କଲେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନର ପୁଣ୍ୟ ମିଳେ ବୋଲି ଶାସ୍ତ୍ରୀୟ ମତ ରହିଛି। ଶ୍ରୀ ଅଲାରନାଥ ଦେବଙ୍କ ଶ୍ରୀବିଗ୍ରହ 5.5 ଫୁଟ ଉଚ୍ଚର ତୋରଣ ବିଶିଷ୍ଟ ସୁନ୍ଦର କମନୀୟ ଚତୁର୍ଭୁଜ ନାରାୟଣଙ୍କ ମୂର୍ତ୍ତି। ତୋରଣ ସହିତ ବିଗ୍ରହ ଗୋଟିଏ କଳା ମୁଗିନୀ ଶିଳାରେ ନିର୍ମିତ। ଶ୍ରୀଜୀଉଙ୍କ ଦୁଇ ପାର୍ଶ୍ୱର ନିମ୍ନ ଭାଗରେ ଶ୍ରୀଦେବୀ ଓ ଭୂଦେବୀ ବିରାଜିତା। ତୋରଣର ମଧ୍ୟଭାଗର ଦୁଇ ପାର୍ଶ୍ୱରେ ଲଳିତା ବିଶାଖା ଚାମର ହସ୍ତରେ ବିଦ୍ୟମାନ ଅଛନ୍ତି। ତୋରଣର ଊର୍ଦ୍ଧ୍ୱଭାଗର ଦୁଇ ପାର୍ଶ୍ୱରେ ବେଦପତି ବ୍ରହ୍ମା ଓ ଶିବ ବିରାଜିତ କରିଛନ୍ତି। ଶ୍ରୀ ବିଗ୍ରହଙ୍କ ଚରଣ ତଳେ ଭକ୍ତ ଗରୁଡ଼ ହସ୍ତ ଯୋଡ଼ି ପ୍ରାର୍ଥନାରତ। ଶ୍ରୀ ବିଗ୍ରହଙ୍କ କର୍ଣ୍ଣରେ ମକର କୁଣ୍ଡଳ, କଣ୍ଠରେ ରତ୍ନହାର, ସ୍କନ୍ଦରେ ଯଜ୍ଞୋପବୀତ, ପାଦରେ ନୂପୁର, ହସ୍ତରେ ବାହୁଟି ଓ ଅଙ୍ଗୁଳିରେ ମୁଦ୍ରିକାଦି ପ୍ରସ୍ତରେ ଖୋଦିତ ହୋଇ ଶୋଭା ପାଉଛନ୍ତି। ଶ୍ରୀ ବିଗ୍ରହଙ୍କ ଊର୍ଦ୍ଧ୍ୱଦେଶ ବାମ ହସ୍ତରେ ଶଙ୍ଖ, ଡାହାଣ ହସ୍ତରେ ଚକ୍ର, ନିମ୍ନ ଦେଶର ବାମ ହସ୍ତରେ ଗଦା ଏବଂ ଆଶୀର୍ବାଦ ସୂଚକ ଅଭୟ ମୁଦ୍ରାରେ ଥିବା ଡାହାଣ ହସ୍ତ ପାପୁଲିରେ ପଦ୍ମ ବିରାଜିତା।